ध्यानं जनाः चक्षुरुन्मीलितं तस्मै गुरवे श्रीचैतन्यमनोभीष्टं स्थापितं तले स्वयं रूपं मह्यं ददाति स्वपदान्तिकम्। नमो विष्णुपादाय कृष्णाकृष्णाय भूतले नमते भक्तिवेदान्त स्वामिने नमस्ते सरस्वती देवे गौरवाणी प्रचारिणे शून्यवादी पाश्चात्यदेशकारिणे नमो महावदान्याय कृष्णप्रेम प्रदायते कृष्णाय कृष्णचैतन्यानां हे कृष्ण करुणा सिन्धु दीनबन्धु जगत्पते गोपिकान्तराष्ट्रं सप्तकाञ्चन गौराङ्गी राधे वृन्दावनेश्वरी वृषभानुसुते देवी प्रणमामि हरिप्रिये निराचरे निवासाय नित्याय परमात्मने बलभद्र जगन्नाथयते नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर गोविंद। हरे कृष्ण 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 हरे 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 राम 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 हरे हरे। ସମସ୍ତଙ୍କୁ ମୋର ବରିଷ୍ଠ ଭକ୍ତମାନଙ୍କୁ ବିଶେଷ ସ୍ୱାଗତ। ଆଜି ପ୍ରଭୁଜୀ ଏ ଶ୍ଲୋକର କିଛି ମାନେ କହିବାକୁ ସୁଯୋଗ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ ପ୍ରଭୁଜୀଙ୍କୁ। ଆଉ ଆଜି ଆମେ ଆଲୋଚନା କରିବା ସାଂଖ୍ୟ ଯୋଗ ଦ୍ୱିତୀୟ ଅଧ୍ୟାୟ ଭଗବତ ଗୀତାର 32 ନମ୍ବର ଶ୍ଲୋକ। ଯେଉଁମାନେ ବି ଉପସ୍ଥିତ ଅଛନ୍ତି ତ ମୋର ତ ବିଶେଷ ଏମିତି କିଛି ସାମର୍ଥ୍ୟ ନାହିଁ କି ଆ ଉପରେ ଭଗବତ ଗୀତାର ଶ୍ଲୋକ ଉପରେ କିଛି କହିବି। ତ ଯେତିକି ପ୍ରଭୁପାଦଙ୍କ ଲେକ୍ଚର ହେଲା କି ଗୁରୁ ମହାଜନ ମାନଙ୍କର କିଛି ଲେକ୍ଚର ହେଲା ସେଥିରୁ ଯେତିକି ନୋଟ୍ କରିଥିଲି ସେଥିରୁ ବେଶୀ ବି କିଛି ନୋଟ୍ କରିନି, ଟିକେ ଟିକେ ଏମିତି ନୋଟ୍ କରିଥିଲି ତ ସେଥିପାଇଁ। ତ ଯଦି କିଛି ତ୍ରୁଟି ରହିଯିବ ତ ଆପଣମାନେ ଦୟାକରି କ୍ଷମା କରିବେ। ତ ଆରମ୍ଭ କରିବି। ଶ୍ଲୋକ ଯଦୃଚ୍ଛया ଚୋପପନ୍नं ସ୍वर्ଗଦ୍वारमपावृतं सुखिनः क्षत्रियः पार्थ लभन्ते युद्धमीदृशम्। हे तर ଯଦୃଚ୍ଛୟା ଆପେ ଆପେ ତ ମଧ୍ୟ ଉପପନ୍ନମ୍ ଉପସ୍ଥିତ ସ୍वर्ଗ ଅର୍ଥାତ୍ ସ୍वर्ଗ ଦ୍ୱାର ଅପାବୃତମ୍ ଉନ୍ମୁକ୍ତ ସୁଖିନଃ ଅର୍ଥାତ୍ ଅତ୍ୟନ୍ତ ସୁଖୀ କ୍ଷତ୍ରିୟ ରାଜବଂଶୀୟ କ୍ଷତ୍ରିୟମାନେ ପାର୍ଥ ହେ ପୃଥା ପୁତ୍ର ଲଭନ୍ତେ ଅର୍ଥାତ୍ ଲାଭ କରନ୍ତି ଯୁଦ୍ଧ ଈଦୃଶମ୍ ଏ ପ୍ରକାର। ଅନୁବାଦ ହେ ପାର୍ଥ, ଯେଉଁ କ୍ଷତ୍ରିୟମାନେ ଏ ପ୍ରକାର ଧର୍ମଯୁଦ୍ଧର ସୁବିଧା ପାଆନ୍ତି ଅର୍ଥାତ୍ ଆପେ ଆପେ ସେମାନଙ୍କ ପାଖରେ ଆସି ଏ ଯୁଦ୍ଧ ଉପସ୍ଥିତ ହୁଏ ଏବଂ ସେମାନଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରିଦିଏ, ସେମାନେ ଅତ୍ୟନ୍ତ ସୁଖୀ ଅଟନ୍ତି। ଏବେ ଭାବାର୍ଥକୁ ଯିବା। ଅର୍ଜୁନ କହିଲେ, ଏ ଯୁଦ୍ଧରେ ମୁଁ କିଛି ଭଲ ଦେଖିପାରୁନି, ଏହା ନିୟତ ନର୍କବାସ ହିଁ ଦେବ। ବର୍ତ୍ତମାନ ଏଠାରେ ଭଗବାନ ଶ୍ରୀକୃଷ୍ଣ ପରମ ଗୁରୁ ହିସାବରେ ଅର୍ଜୁନଙ୍କର ଏ ପ୍ରକାର ମନୋବୃତ୍ତିକୁ ନିନ୍ଦା କଲେ। ଅର୍ଜୁନ ଯେ ବିପକ୍ଷ ଗୁଡ଼ିକ କହିଲେ ତାହା ତାଙ୍କର ଅଜ୍ଞତା ହିଁ ଅଟେ। ତାଙ୍କର କର୍ତ୍ତବ୍ୟ ସମ୍ପାଦନରେ ସେ ଅହିଂସାଚରଣ କରିବାକୁ ଇଚ୍ଛା କଲେ। ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହୋଇ କ୍ଷତ୍ରିୟ ହିଂସାଚରଣ କରିବ ଏହା ମୂର୍ଖାମି ଅଟେ। ଶ୍ରୀ ବ୍ୟାସଦେବଙ୍କ ପିତା ପରାଶର ସ୍ମୃତିରେ କହନ୍ତି, କ୍ଷତ୍ରିୟୋ हि ପ୍ରଜା ରକ୍ଷନ୍ ଶସ୍ତ୍ରପାଣିଃ ପ୍ରଦଣ୍ଡୟନ୍ ନିର୍ଜିତ୍ୟ ପରସ୍ତ୍ରୀଣାଦି ସ୍ଥିତିଂ ଧର୍ମେଣ ପାଲୟେତ୍। କ୍ଷତ୍ରିୟର ଧର୍ମ ହେଲା ସମସ୍ତ ପ୍ରକାର ଉପଦ୍ରବରୁ ଲୋକମାନଙ୍କୁ ରକ୍ଷା କରିବା ଏବଂ ସେଇଥିଯୋଗୁଁ ଶାନ୍ତି ଶୃଙ୍ଖଳା ନିମିତ୍ତ ଆବଶ୍ୟକ କ୍ଷେତ୍ରରେ ତାଙ୍କୁ ହିଂସାଚରଣ କରିବାକୁ ପଡ଼ିବ। ସେଇଥିପାଇଁ ତାଙ୍କୁ ଶତ୍ରୁ ରାଜାମାନଙ୍କର ସୈନ୍ୟ ସାମନ୍ତମାନଙ୍କୁ ଜିଣିବାକୁ ପଡ଼ିବ ବା ଜିତିବାକୁ ପଡ଼ିବ ଏବଂ ଏହି ପ୍ରକାର ଧର୍ମନୀତିରେ ପ୍ରତିଷ୍ଠିତ ହୋଇ ସେ ଏହି ପୃଥିବୀକୁ ଶାସନ କରିବା ଉଚିତ।
ସବୁ ଦିଗରୁ ବିଚାର କଲେ ଦେଖାଯିବ ଯେ ଅର୍ଜୁନଙ୍କ ପକ୍ଷରେ ଯୁଦ୍ଧରୁ ବିରତ ହେବାର କୌଣସି କାରଣ ନାହିଁ। ଯଦି ସେ ତାଙ୍କର ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରନ୍ତି, ତାହେଲେ ସେ ରାଜ୍ୟ ଭୋଗ କରିବେ, ଏବଂ ଯଦି ସେ ଯୁଦ୍ଧରେ ମୃତ୍ୟୁବରଣ କରନ୍ତି, ତାହେଲେ ସେ ସ୍ୱର୍ଗ ପ୍ରାପ୍ତି ହେବେ। ଏଥିପାଇଁ ଦ୍ୱାର ଉନ୍ମୁକ୍ତ ହୋଇ ରହିବ। ଅର୍ଥାତ୍ ଅର୍ଜୁନ ଏଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ କହୁଛନ୍ତି କି ଯଦି ସେ ଏ ଦୁଇଟି ବିକଳ୍ପରୁ ଯୋଉଟା ବି ଚୟନ କରିବେ, ସେ ତାଙ୍କର ଲାଭ ହିଁ ଲାଭ। ଯେକୌଣସି ଦିଗରୁ ବିଚାର କଲେ ଏ ଯୁଦ୍ଧ ତାଙ୍କ ପକ୍ଷରେ କଲ୍ୟାଣକର, ଅର୍ଥାତ୍ ତାଙ୍କ ପକ୍ଷରେ ତାଙ୍କ ଯୁଦ୍ଧ କରିବା ହିଁ କଲ୍ୟାଣକର ଅଟେ। ଏଠି କିଛି ପ୍ରଭୁପାଦଙ୍କ ଲେକ୍ଚରରୁ କିଛି ନୋଟ୍, ସେଥିରୁ କିଛି explanation କରିବାକୁ ଚେଷ୍ଟା କରିବି। ଏ ପ୍ରଭୁପାଦଙ୍କର ତାଙ୍କର ଲେକ୍ଚର ଥିଲା, ସେଥିରୁ କିଛି ନୋଟ୍ ଅଛି। ସେ କହିଛନ୍ତି କି ଗୋଟେ ଶ୍ଲୋକ କହିଛନ୍ତି, ସ୍ୱଧର୍ମମ୍ ଅପି ସାବେକ୍ଷ, ମାନେ ଯୋଉ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଥିଲେ, ତ ସେ ତାଙ୍କର ଯୋଉ ମାନେ କର୍ତ୍ତବ୍ୟ ଥିଲା, ତ ତାକୁ ସେ ବହନ କରିବାକୁ ଭଗବାନ କୃଷ୍ଣ ତାଙ୍କୁ ଆଦେଶ ଦେଇଛନ୍ତି। ତ ହିତୋପଦେଶ 25ରେ କୁହାଯାଇଛି କି ଧର୍ମେଣ ହୀନ ପଶୁ ହିଁ ସମାନ, ଅର୍ଥାତ୍ ମାନେ ଯେ ନିଜ ଧର୍ମ ପାଳନ କରେ ନାହିଁ, ବା ନିଜ ଧର୍ମକୁ ପାଳନ କରିବାକୁ ମାନେ ପ୍ରୟାସ କରେ ନାହିଁ, ସେ ପଶୁ ଠାରୁ ବି ହୀନ। ଏଇଟା କୁହାଯାଇଛି ହିତୋପଦେଶ 25 ବହୁପାଙ୍କ ଲେକ୍ଚରରୁ, ଯୋଉଟା କି ଏଠି ମାନେ ବ୍ରାହ୍ମଣର ଧର୍ମ ହେଲା, ବ୍ରାହ୍ମଣ ଯୋଉ ଚତୁର୍ବର୍ଣ୍ଣ ମୟା ସୃଷ୍ଟ ଗୁଣକର୍ମ ବିଭାଗ ଅଛି, ତ ସେଥିରୁ ଆମର ଚତୁର୍ବର୍ଣ୍ଣ ସୃଷ୍ଟି ହେଇଛନ୍ତି, ଆମର ଭଗବାନ ସୃଷ୍ଟି କରିଛନ୍ତି ନିଜେ, ଯେ କି ଗୁଣକର୍ମ ବିଭାଗ ସେ ଅନୁସାରେ। ତ ସେଠି ବ୍ରାହ୍ମଣର କର୍ତ୍ତବ୍ୟ ହେଲା ଯେ ମାନେ ବ୍ରାହ୍ମଣ ଭଳି ହିଁ ମାନେ ଟ୍ରେଣ୍ଡ ହବ, ଯୋଉଟା କି ଆମର ଭଗବତ ଗୀତାର 18 ନମ୍ବର ଶ୍ଲୋକର ସରି 18 ଅଧ୍ୟାୟର 42 ଶ୍ଲୋକରେ। ତ ସେଠି କୁହାଯାଇଛି ସତ୍ୟମ ସାମ ଦାମ ତିତିକ୍ଷା ଆର୍ଜବମ୍ କର୍ମ ସ୍ୱଭାବଜ। ତ ଏଠାରେ ବ୍ରାହ୍ମଣ ବା ଯେ ବ୍ରାହ୍ମଣ ମାନଙ୍କର ଯୋଉ ରହିଲା ଗୁଣ, ତାଙ୍କ ବିଷୟରେ ସେ ବର୍ଣ୍ଣନା କରାଯାଇଛି। ତ ସେମାନେ ସର୍ବଦା ମାନେ ବ୍ରାହ୍ମଣ ମେଣ୍ଟାଲିଟିର, ତ ସେମାନଙ୍କ ସର୍ବଦା 4ଟି ନିୟମ ପାଳନ କରିବା ଉଚିତ, ଯୋଉଟା କି ଆମର ଇସ୍କନରେ ବି ପାଳନ ହେଉଛି, ଯୋଉ 4ଟି ନିୟମ, ଯୋଉ ମାଂସାହାର କରିବା ନାହିଁ, ମଦ୍ୟପାନ କରିବା ବା ନିଶା ଦ୍ରବ୍ୟ ସେବନ କରିବାନି, କରିବାନି, ଆଉ ଆମର ଗ୍ୟାମ୍ବଲିଂ ଜୁଆ ଖେଳ କରିବା ନାହିଁ ଇତ୍ୟାଦି। ଆଉ ବ୍ରାହ୍ମଣର କ୍ୱାଲିଟି କଥା କୁହାଯାଇଛି କି ବାହ୍ୟଭ୍ୟନ୍ତର ଶୁଦ୍ଧି, ଆମେ ଯେତେବେଳେ ମନ୍ତ୍ର ଶୁଦ୍ଧି ସ୍ନାନ ଦ୍ୱାରା ବାହ୍ୟ ମାନେ ବ୍ରାହ୍ମଣ ସେଇଟା କି ସେ ମାନେ ବାହ୍ୟ ଆଉ ଆଭ୍ୟନ୍ତର ଉଭୟ ଶୁଦ୍ଧି ତାର ମାନେ ଶୁଦ୍ଧ ହେଇଥିବା ଦରକାର। ତ ସ୍ନାନ ମାଧ୍ୟମରେ ସେ ତାର ମାନେ ବାହ୍ୟ ଶୁଚି କରିପାରିବ, ଆଉ ବିଭିନ୍ନ ବିଧି ଯୋଉ ରହିଲା ବୈଦିକ ବିଧି ଅନୁସରଣ କରି ସେ ତାର ମାନେ ଆଭ୍ୟନ୍ତର ବା ଭିତର ଶୁଦ୍ଧି କରିପାରିବ, ଯେମିତି ପାତ୍ରରେ ଉଠିବା, ଆଉ ସ୍ନାନ କରି ମନ୍ତ୍ର ଜପ କରିବା, ଆଉ ମଙ୍ଗଳ ଆରତି ଯିବା ଇତ୍ୟାଦି। ଆଉ ଗୋଟେ ଶ୍ଲୋକ ଏଠି ପ୍ରଭୁପାଦ କହନ୍ତି ଭଗବତ ଗୀତାର 7ମ ଅଧ୍ୟାୟର 28 ନମ୍ବର ଶ୍ଲୋକ, ଯେଷାಂ ସ ଅନ୍ତର୍ଗତମ୍ ପାପମ୍ ଜନାନାଂ ପୁଣ୍ୟ କର୍ମଣ, ଯେ ପୂର୍ଣ୍ଣ ଭାବେ ଭୌତିକ କ୍ରିୟା ବା ପାପ କାର୍ଯ୍ୟ ମୁକ୍ତ, ସେ ଭକ୍ତି ଯୋଗରେ ହିଁ ଜଡ଼ିତ ରହିପାରିବ ଚିରକାଳ ପର୍ଯ୍ୟନ୍ତ ବା ଅଧିକ ପର୍ଯ୍ୟନ୍ତ। ଯଦି ପାପ କାର୍ଯ୍ୟରୁ ଜଣେ କେହି ମୁକ୍ତ ରହିପାରିବ ନାହିଁ, ସେ ଭକ୍ତି ଯୋଗର ପ୍ରଦର୍ଶନ ହିଁ ମାତ୍ର କରିବ, ତାହା ବାସ୍ତବ ଭକ୍ତି ନୁହେଁ। ତ ଏଠି ଆଉ ମଧ୍ୟ କହିଛନ୍ତି ପ୍ରଭୁପାଦ ବ୍ରାହ୍ମଣ ଯିଏକି ସେ କ୍ଷତ୍ରିୟର କାର୍ଯ୍ୟକୁ ନିରୀକ୍ଷଣ କରିବା ଉଚିତ। ଯେମିତିକି ପରଶୁରାମଙ୍କ ଉଦାହରଣ ଏଠି ଦିଆହେଇଛି, ଯେତେବେଳେ କ୍ଷତ୍ରିୟ ମାନେ ଧର୍ମ ପାଳନ କଲେ ନାହିଁ ବା ତାଙ୍କ ଧର୍ମରୁ ସେମାନେ ବିରତ ହେଲେ, ସେ ପରଶୁରାମ ଭଗବାନ ତାଙ୍କୁ ମାନେ ହତ୍ୟା କରିଥିଲେ ସେତେବେଳେ। ଆଉ ଏଠି ୟୁରୋପ ଯୋଉ ଆମର ଦେଶ ଅଛି ତା ବିଷୟରେ କି ଭାରତରୁ କିଛି ଲୋକ ଯାଇ ୟୁରୋପରେ ବାସ କରୁଥିଲେ, ତ ତାଙ୍କ ମେଣ୍ଟାଲିଟି ପ୍ରାୟ କ୍ଷତ୍ରିୟ ଭାବେ ତାଙ୍କୁ ବର୍ଣ୍ଣନା କରାଯାଇଛି। କ୍ଷତ୍ରିୟ ବା ରାଜା ତାଙ୍କର ଦାୟିତ୍ୱ ହେଲା ଯେ ସେମାନେ ଦେଖିବେ ଯେ ରାଜ୍ୟରେ ପ୍ରଜାମାନେ ତାଙ୍କର ମାନେ ଭୌତିକ ବିକାଶ ତ ରାଜା ହିଁ କରିବେ, ତ ଆଧ୍ୟାତ୍ମିକ ବିକାଶ ହେଉଛି କି ନାହିଁ ଏଟା ବି ମାନେ ନିରୀକ୍ଷଣ ତଦାରଖ କରିବା ରାଜାଙ୍କର ବି କ୍ଷତ୍ରିୟଙ୍କର ଦାୟିତ୍ୱ। ତ ଆଉ ଗୋଟେ ଏଠି ପ୍ରଭୁପାତ କହନ୍ତି ଭଲ ଏକ୍ଜାମ୍ପଲ ଦେଇକି ସେକ୍ୟୁଲାର ଷ୍ଟେଟ୍ ଯୋଉ ଅଛି ଆମର ଧର୍ମ ନିରପେକ୍ଷ ରାଷ୍ଟ୍ର, ସେ କହନ୍ତି ଷ୍ଟେଟ୍ ମଷ୍ଟ ବି ଭେରି ଭିଜିଲାଣ୍ଟ whether everyone is doing his due,
ସମସ୍ତେ ତାଙ୍କ କାର୍ଯ୍ୟରେ ନିୟୋଜିତ ହେବେ। ଏ- ଏହା ସରକାର ଦାୟିତ୍ୱ ଯେ ଏହା ତଦାରଖ କରିବେ ଯେମିତିକି ସମସ୍ତେ କେହି ଅନଏମ୍ପ୍ଲୟ ରହିବେ ନାହିଁ, ସମସ୍ତେ ଏମ୍ପ୍ଲଏଡ୍ ରହିବେ। ଯେମିତିକି ଆମର ଚାରିଟା ବର୍ଣ୍ଣ ଯେମିତି ଅଛି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଗୁଣକର୍ମ ଅନୁସାରେ, ତ ଏଠି ସେମାନେ ବ୍ରାହ୍ମଣ ବି ଏମ୍ପ୍ଲଏଡ୍ ଅଛନ୍ତି, କ୍ଷତ୍ରିୟମାନେ ବି ତାଙ୍କ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି, ଆଉ ବୈଶ୍ୟ ଶୂଦ୍ର ମାନେ ବି ସମସ୍ତେ ତାଙ୍କ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି। ତ ଏଠି କେହି ଅନଏମ୍ପ୍ଲୟ ନାହାନ୍ତି। ଯଦି ଆମେ କର୍ମରେ ନିଯୁକ୍ତ ହେବା ନାହିଁ ବା ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବା ନାହିଁ, ତ କିଛି ଲୋକ କହନ୍ତି କି ଆଇଡଲ ବ୍ରେନ୍ ଇଜ୍ ଡେଭିଲ୍ସ ୱର୍କସପ୍, ମାନେ ଯୋଉଟା କି ଖାଲି ଦିମାଗ ଶୈତାନର ବାସସ୍ଥାନ, ସେଟାର ଏକ୍ସାମ୍ପଲ ଏଠି ପ୍ରଭାବ ଦେଇଥାଏ। ତାପରେ ଏଠି କହିଛି କି ଯୋଉ ମେସିନ୍ ଆମର ବିଭିନ୍ନ ରୋବଟ ହେଲେ କି ତାର ଯୋଉ ଉଦ୍ଭାବନ ସାଇଣ୍ଟିଷ୍ଟ ମାନେ କରୁଛନ୍ତି କି ସେମାନେ ତାର ଯୋଉ ବ୍ୟବହାର ଅଛି, ତ ସେମାନେ 100 ଜଣ ଲୋକ ଏହା ଦ୍ୱାରା ମାନେ ଅନଏମ୍ପ୍ଲଏଡ୍ ରୁହନ୍ତି ବୋଲି କହିବାର ଏଠି ଏକ୍ସାମ୍ପଲ ଦେବା। କାରଣ ବିଭିନ୍ନ ମେସିନ୍ ଉଦ୍ଭାବନ ଦ୍ୱାରା ସେମାନେ କାର୍ଯ୍ୟ କରନ୍ତି ନାହିଁ, ଆଉ ସବୁ କାମ ମେସିନ୍ ହିଁ କରିଥାଏ। ସେଠି ଯୋଉମାନେ କାମ କରନ୍ତି ନାହିଁ ଏଥିରେ ତାଙ୍କୁ ଅନଏମ୍ପ୍ଲଏଡ୍ ବୋଲି କୁହାଯାଇଛି। ଆଉ ୱେଷ୍ଟର୍ଣ୍ଣ ୱାର୍ଲଡରେ ଆମେ ଦେଖିଥିବା ମେସିନ୍ ଇଣ୍ଡଷ୍ଟ୍ରି ଏସବୁ କହିବାର ଏଠି ଭଲ କଥା ଗୋଟେ କହିଛନ୍ତି କି ପ୍ରଡ୍ୟୁସିଂ ଫ୍ରମ୍ ଦ ୟୁନିଭର୍ସିଟି ଟୁ କିଡ୍ are unemployed। ମାନେ ୱେଷ୍ଟର୍ଣ୍ଣ ୱାର୍ଲଡରେ ଯୋଉମାନେ କହିବା କଥା କାର୍ଯ୍ୟରେ ଅନଏମ୍ପ୍ଲଏଡ୍ ଅଛନ୍ତି ହିପି ୟୁନିଭର୍ସିଟିରେ ବୋଲି କୁହାଯାଇଛି। ତ ହଜାର ହଜାର ଯୋଉ ଯୁବକ ଯୁବତୀ ବା ୟଙ୍ଗ ଗାର୍ଲସ ଏସବୁ ଅଛନ୍ତି, ସେମାନେ ନଟ୍ ମେଣ୍ଟ ଫର୍ ୱାର୍କିଂ ଆଉଟସାଇଡ୍। ତାଙ୍କ କଥା କହିଛି ୟଙ୍ଗ ଗାର୍ଲସ ମାନଙ୍କ ଭିତରେ, ମାତାଜୀ ମାନଙ୍କ ବିଷୟରେ, ଦେ ଆର୍ ମେଣ୍ଟ ଫର୍ ୱାର୍କିଂ ଇନସାଇଡ୍, ମାନେ ତାଙ୍କର ଯୋଉ କର୍ମ ବିଷୟରେ କହିଛି କି ସେମାନେ ସର୍ବଦା କାହାର ମାନେ ଯେମିତିକି ଧର ମାତା ହେଇଗଲେ ତାଙ୍କର ପୁତ୍ର କିମ୍ବା ପତ୍ନୀ କିମ୍ବା ମାନେ ବାପା ଙ୍କର ସେ ସହାୟତାରେ କାର୍ଯ୍ୟ କରିବା ଉଚିତ। ତାପରେ ଏଠି କୁରୁକ୍ଷେତ୍ର ଯୁଦ୍ଧରେ କୃଷ୍ଣଙ୍କ ଯୋଉ ଯୋଜନା ତାଙ୍କ ଅନୁସାରେ ହିଁ ତ ସବୁ ପରିଚାଳିତ ହେଉଥିଲା। ଯେଉଁମାନେ ଦାୟିତ୍ୱହୀନ ରାଜା, ଅର୍ଥାତ୍ ସେମାନେ ତାଙ୍କୁ ମାନେ କୃଷ୍ଣ କହିଛନ୍ତି କି ଯେଉଁମାନେ ଦାୟିତ୍ୱହୀନ ରାଜା ସେମାନେ ମୃତ୍ୟୁବରଣ ହିଁ କରିବା ଉଚିତ, କାରଣ ତାଙ୍କ ଦ୍ୱାରା କିଛି ହିଁ ଲାଭ ହଉନାହିଁ, ମାନେ ଆମର ଯୋଉ ପରିବେଶ। ତ ଏଠି ଏକ୍ସାମ୍ପଲ ଦିଆଯାଇଛି କି ଦୁର୍ଯ୍ୟୋଧନ ଯେମିତି ଜଣେ ଦାୟିତ୍ୱହୀନ ରାଜା ଥିଲେ। ରାଜା ବେଶରେ ପାଣ୍ଡବଙ୍କୁ ଜୁଆ ଖେଳରେ ସେ ମାନେ ଠକିବା ଚିଟିଂ କରିଥିଲେ, ଠକିଥିଲେ। ଏଇ ଠକ ଏଇ ମାନେ ପ୍ରଭୁପାଦ ଏଠି ତାଙ୍କର ଭାବା ଯୋଉ ଲେକ୍ଚରରେ କହିଛନ୍ତି କି ସେମାନେ ଏଇପରି ଯୋଉ ଚିଟର ଅଛନ୍ତି ବା ଠକ ଅଛନ୍ତି, ମାନେ ମାନେ ମୃତ୍ୟୁକୁ ହିଁ ପ୍ରାପ୍ତ ହେବା ଉଚିତ, ଏହା କୃଷ୍ଣ କହୁଛନ୍ତି ଭଗବତ ଗୀତାରେ। ତ ଏଠି ଶେଷରେ ବି ଭଗବାନ କୃଷ୍ଣ କହୁଛନ୍ତି ଅର୍ଜୁନ ଯଦି ବିଚଳିତ ନ ହୋଇ ଆଉ ନିଜେ ତମ ଯୁଦ୍ଧ ବା ନିଜ କର୍ତ୍ତବ୍ୟରେ ତମ କର୍ମ କରିବା ଉଚିତ, ମୋର ଶରଣାଗତି ନେଇ। ଯେମିତିକି ସଭା ଶେଷରେ ଭଗବାନ କୃଷ୍ଣ କହୁଛନ୍ତି ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସବୁ ମାନେ ଧର୍ମ ତ୍ୟାଗ କରି ମୋ ଶରଣରେ ହିଁ କାର୍ଯ୍ୟ କର। ତ ଏଠାରେ ଅର୍ଜୁନଙ୍କ ପାଇଁ ଗୋଟେ ବଡ଼ ସୁଯୋଗ, କାରଣ ଯଦି ବି ସେ ମୃତ୍ୟୁବରଣ କରିବେ ତ ସ୍ୱର୍ଗ ପ୍ରାପ୍ତି ହେବେ, ଆଉ ଯଦି ବି ସେ ବିଜୟ ହୁଅନ୍ତି ତ ରାଜ୍ୟ ହୋଇ କରିବେ କି ଭଗବାନ ତାଙ୍କୁ ଏଇ ଯୋଉ ସୁଯୋଗର ତାଙ୍କର ଯୋଉ ସୁଯୋଗ ଅଛି ସେଟାକୁ ଦର୍ଶାଇ ଦିଅନ୍ତି। ହରେ କୃଷ୍ଣ please। ତୁମେ ଗୋଟେ ଲାଇନରେ ସମରାଇଜ କର କି କଣ କହିବାକୁ ଚାହୁଁଛ ଆଜି ଶ୍ଲୋକରେ। ପ୍ରଭୁପାଦଙ୍କର ଲେକ୍ଚର ପ୍ରାୟ ଥିଲା ସବୁତକ, ତ ବିଶେଷ ଧନ୍ୟବାଦ ପ୍ରଭୁପାଦଙ୍କ ଲେକ୍ଚର ଶୁଣିଥିବାରୁ। ଫିର ବି ତମେ କ୍ଲିୟରଲି ଆଉ ଥରେ କୁହ କଣ ତମର ଆଜିର ସେସନ ସାର କଥା। ଯଦି ସାର୍ କଥା ଆହୁରି ତୁମ ପାଖରେ 4 ମିନିଟ ବି ଆହୁରି ତୁମ ପାଖରେ ଅଛି, ସେୟାର କରିପାରିବ। ସାର୍ କଥା ତ ଏଠି ବୁଝିପାରିବା କି ଯେପରି ଅର୍ଜୁନଙ୍କୁ ଭଗବାନ କହୁଛନ୍ତି କି ନିଜ କର୍ତ୍ତବ୍ୟ ମାଧ୍ୟମରେ ନିଜ କର୍ତ୍ତବ୍ୟ କର ମୋ ଶରଣାଗତି ଅନୁଯାୟୀ। ତ ଆମେ ବି କହିପାରିବା ଏଇ ଶ୍ଲୋକ କୃଷ୍ଣ। ଏଇ ଶ୍ଲୋକ ଅନୁସାରେ କୁହ ଟିକେ। ଇନ ଜେନେରାଲ ତ ଆମେ କହିଦେବା ମୁଁ ଭକ୍ତି କରିବା ଶରଣାଗତ ହବା, କିନ୍ତୁ ଏଇ ଶ୍ଲୋକ ଅନୁସାରେ କହିଲେ
ତାହେଲେ ଆମେ ଏଇ ଶ୍ଲୋକ ୱାଇଜ ତା ପଛରେ ତ ଯାହା ସେ ଲେସନ ଅଛି ଯୋଉ ଜିନିଷ ଅଛି ସେ କୁହ। ସେ ଯୋଉ ଗଭର୍ଣମେଣ୍ଟ ର ଇଏ କଥା କୁହାଯାଇଛି ମାନେ ଶାସନ କେମିତି ଯୋଉ ବର୍ଣ୍ଣାଶ୍ରମ ବ୍ୟବସ୍ଥା ଅଛି ତାକୁ ନେଇକି ହବା ଉଚିତ, ମାନେ ସମସ୍ତେ ସେଇଥିରେ ହିଁ ନିଯୁକ୍ତି ହେବା ଉଚିତ ଯାହା ଦ୍ୱାରା କେହି ଅନଏମ୍ପ୍ଲଏଡ ରହିବେନି। ତ ମାନେ ସମସ୍ତେ କର୍ମରେ ଯୋଉ ବର୍ଣ୍ଣାଶ୍ରମ ଇଏ ଧର୍ମ ଅଛି ସେଇ ଅନୁଯାୟୀ ହିଁ କର୍ମ କରିକି ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବ। ତ ଏଇଠି ଠିକ ଅଛି, ତ ଏଇଠି ଯଦି କିଏ ପ୍ରଶ୍ନ ପଚାରିବ ତ ଭଗବାନ କହୁଛନ୍ତି ଯେ ଯୁଦ୍ଧ କରିବ ତାହେଲେ ଯୁଦ୍ଧରେ ଯଦି ପ୍ରାଣ ହାନି ହବ ନିଜର ଯୁଦ୍ଧ କରୁଛନ୍ତି ତ ତାଙ୍କୁ ସ୍ୱର୍ଗ ପ୍ରାପ୍ତ ହବ। ତ ଏଇ ଷ୍ଟେଟମେଣ୍ଟ ଟା କେତେ ଦୂର ଠିକ ଅଛି? ଯୁଦ୍ଧ କଲେ ତାହେଲେ ସହିଦ ହେଲେ କହିବେ, ସହିଦ ହେଲେ ଜଣକୁ ସ୍ୱର୍ଗ ପ୍ରାପ୍ତି ହବ। ଏଇଟା ମୋର ପ୍ରଶ୍ନ, ଅନ୍ୟମାନେ ଏ ପ୍ରଶ୍ନ ପଚାରି ପାରିବେ। ସେ କାରଣ କୃଷ୍ଣଙ୍କ ମାନେ ଶରଣାଗତିରେ ରହିକି ନିଜ କର୍ତ୍ତବ୍ୟ ମାନେ ନିଜ କ୍ଷତ୍ରିୟ ଧର୍ମ ପାଳନ କରୁଛନ୍ତି। ତ ସେ ମୃତ୍ୟୁବରଣ ନିଜେ ଧର୍ମ ପାଳନ କରି ଯେତେବେଳେ ସେ ମୃତ୍ୟୁବରଣ କରିବେ ତ ସେ ନିହାତି ଉଚ୍ଚତମ ଗତି ବା ତାଙ୍କର ସଦ୍ଗତି ହବ ବା ସ୍ୱର୍ଗ ପ୍ରାପ୍ତ ହେବେ। କୃଷ୍ଣଙ୍କର ଶରଣ ରହିଲେ ତ କେହି ସ୍ୱର୍ଗ ପ୍ରାପ୍ତିର ଆଶା କରିବେନି ନା। ତମର ଏଇଠି ପହଲଗାମ ଆଟାକ ହେଲା, ବହୁତ ଲୋକ ଶହୀଦ ବି ହେଲେ, ତ କେତେ ଦୂର ଗ୍ୟାରେଣ୍ଟି ଅଛି କି ସମସ୍ତେ ସ୍ୱର୍ଗ ପ୍ରାପ୍ତି ହେଲେ ବୋଲି? ହୁଁ। ସେ ଅର୍ଜୁନ ବି ମାନେ ତାଙ୍କ ଶରଣାଗତିରେ ରହିକି ତାଙ୍କ ଧର୍ମ ନିଜର ପାଳନ କରୁଥିଲେ ସେଥିପାଇଁ। ମାନେ ଶରଣାଗତରେ ରହୁଛନ୍ତି ସେମାନେ ସ୍ୱର୍ଗ ପ୍ରାପ୍ତ ହେବେନି, କିନ୍ତୁ ଯେତେବେଳେ ଧର୍ମ ପାଳନ କରୁଛନ୍ତି ସେମାନେ ସ୍ୱର୍ଗ ପ୍ରାପ୍ତି ହେବେ। ତାର କି କେମିତି ବୁଝିବ ଏଇଟା? ତ ଇଣ୍ଡିଆ ତମେ କହିବ ନା ଇଣ୍ଡିଆ ଲୋକ ଟିକେ ପାୟସ ଲୋକ ସେମାନେ ସ୍ୱର୍ଗ ପ୍ରାପ୍ତି ହେବେ। ସେପଟେ ଲୋକ ତ ମୁସଲିମ ଲୋକ ଥିଲେ, କଣ ସେମାନେ ବି ସ୍ୱର୍ଗ ପ୍ରାପ୍ତି ହେବେ କି? ତାଙ୍କ ଧର୍ମରେ ଅଛି ତ ସ୍ୱର୍ଗ ବୋଲି କିଛି ନାହିଁ, ସେମାନେ ମୃତ୍ୟୁ ପରେ କଣ ସେଇଟା ତାଙ୍କର କଣ ସ୍ୱର୍ଗ ଭଳିଆ ଗୋଟେ କଣ ଥିବ ଆଉ ଯୋଉଠି ସେମାନେ ଭୋଗ କରିବା ପାଇଁ ଚାହୁଁଥିବେ। ସେ ତାଙ୍କର ତୁମର ଜନ୍ନତ ଥିବ। କହିବା ଜନ୍ନତ ଜନ୍ନତ। ହୁଁ। ତେଣୁ ସେଥିପାଇଁ ତ କି କେମିତି ଗ୍ୟାରେଣ୍ଟି ଦବ ତମ ମୃତ୍ୟୁ ପରେ ତାପରେ କଣ ପାଇଁ କି ଜଣକୁ ଜଣେ କ୍ଷତ୍ରିୟ ଧର୍ମ ନିଭେଇଲେ ଜଣକୁ ସ୍ୱର୍ଗ ପ୍ରାପ୍ତି ହବ? ତ ହୁଁ ଫଟାଫଟ କରେ, ଅନ୍ୟମାନଙ୍କ କାହାର କିଛି ପ୍ରଶ୍ନ ଅଛି ପଚାର। ଏମିତି ସବୁ ଭାବିଛୁ କି ଆମେ କାହାକୁ ପ୍ରଶ୍ନ ପଚାରିବୁନି, ଆମକୁ ବି କେହି ପ୍ରଶ୍ନ ପଚାରନି ଆମ କ୍ଲାସ ଟାଇମରେ ଆମେ ନ ପଚାରିଲେ ଆହୁରି କ୍ଲାରିଟି ଆସିବ। ଓକେ। ତ ଏଇ ଶ୍ଲୋକରେ ବହୁତ ବଢିଆ ଜିନିଷ କୁହାଯାଇଛି କି ଆମେ ଆମର ସ୍ପିରିଚୁଆଲ କଲଚରକୁ ରେଜ କରିପାରିବା। ପ୍ରପାର ଗୋଟେ ଏକ୍ସାମ୍ପଲ ପ୍ରାୟ ଟାଇମରେ ଗୋଟେ ଷ୍ଟେଟମେଣ୍ଟ କୁହନ୍ତି ସର୍ଭାଇଭାଲ ଅଫ ଦ ଫିଟେଷ୍ଟ। ଓଡିଆରେ ବି କୁହନ୍ତି ନା ଦୁର୍ବଳର ସବଳ ଉପରେ ଅତ୍ୟାଚାର। ଚିନ୍ତିକା ମାରି ବଣି ପୋଷ ସେଥିରେ କଣ ନାହିଁ ଦୋଷ। ତେଣୁ ସେଥିପାଇଁ ସର୍ଭାଇଭାଲ ଅଫ ଦ ଫିଟେଷ୍ଟ। ତ ସ୍ପିରିଚୁଆଲ କଲଚର ଟା ଏମିତି ଥାଏ କି ଆମକୁ ସିଏ ଗ୍ରୋ କରାଏ ସର୍ଭାଇଭାଲ ଅଫ ଦ ଫିଟେଷ୍ଟ ଟୁ ସାକ୍ରିଫାଇସ୍ ବାଇ ଦ ଫିଟେଷ୍ଟ। ଅର୍ଥାତ୍ ଯିଏ ସବଳ ଅଛି ସିଏ ସାକ୍ରିଫାଇସ କରିବା ଦରକାର ଅନ୍ୟର ଉପକାର କରିବା ପାଇଁ। ତ ଏଇଟା ଗୋଟେ ସ୍ପିରିଚୁଆଲ କଲଚର ରେଜେସ୍ ହ୍ୟୁମାନ ବିଙ୍ଗ ଫ୍ରମ ସର୍ଭାଇଭାଲ ଅଫ ଦ ଫିଟେଷ୍ଟ ଟୁ ଦ କୋଉ ଯାଙ୍ଗେ ଟୁ ଦ ସାକ୍ରିଫାଇସ୍ ବାଇ ଦ ଫିଟେଷ୍ଟ। ସର୍ଭାଇଭାଲ ଅଫ ଦ ଫିଟେଷ୍ଟ କଣ ମୁଁ ସବଳ ଅଛି ତେଣୁ ମୁଁ ରହିବି। କିନ୍ତୁ ସ୍ପିରିଚୁଆଲ କଲଚର ଟା କଣ ମୁଁ ସବଳ ଅଛି ନା ମୁଁ ସାକ୍ରିଫାଇସ କରିବି ହେଲା। ତ ସେଥିପାଇଁ ଏଇଟା ଗୋଟେ ହାୟର ଭାଲ୍ୟୁ ସିଷ୍ଟମ। ଏଟା ଡାଇରେକ୍ଟ ଶୁଦ୍ଧ ଭକ୍ତି ନୁହଁ ହାୟର ଭାଲ୍ୟୁ ସିଷ୍ଟମ। ଆଉ ଏଇ ଯୋଉ ହାୟର ଭାଲ୍ୟୁ ଗୁଡା ଆସେ ସବୁବେଳେ ସ୍ପିରିଚୁଆଲ ଭାଲ୍ୟୁଜ ର ଏମତି ସବସେଟ ଟାଇପ ର ସ୍ପିରିଚୁଆଲ ଭାଲ୍ୟୁ ସବୁ ଡିଡକ୍ଟ ହେଇକି ଆସେ।
ସେଥିପାଇଁ ହ୍ୟୁମାନ ବିଙ୍ଗ ଆମେ ଆମର ଲାଇଫ ଟାକୁ ଯେତେ ଲାଇଫ ରେ ଯୋଉ ମିନିଙ୍ଗଫୁଲନେସ ଅଛି ତାକୁ ଯଦି ବଢାଇବା ପାଇଁ ଚାହିଁବା ତାହେଲେ ନିଶ୍ଚୟ ସ୍ପିରିଚୁଆଲ କଲଚର ଆମକୁ ରିକମେଣ୍ଡ କରୁଛି ଆମେ ଧାର୍ମିକ କଣ୍ଡକ୍ଟ ଅର୍ଥାତ ଧର୍ମ ଅନୁସାରେ ବଞ୍ଚିବା ଦରକାର। ଧର୍ମ ଅନୁସାରେ ବଞ୍ଚିକି କଣ କରିବା? ଶରୀରକୁ ସୁରକ୍ଷା ଦେବା, ବଡିଲି ଟାଇପ ଶାରୀରିକ ଆବଶ୍ୟକତା ଆମ ଶରୀରକୁ ସୁରକ୍ଷା ଦେବା, ତା ସାଙ୍ଗରେ ଆମେ ଆମର ଯୋଉ ନୋବେଲ ସାଇଡ୍ ଅଛି ଯୋଉଟା ସ୍ପିରିଚୁଆଲ ଆସ୍ପେକ୍ଟ ଅଛି ତାକୁ ବି ବଢାवा ଦେବାର ଅଛି। କ୍ଷତ୍ରିୟ ମାନେ ତାଙ୍କୁ କୁହା ହଉଛି କି ତୁମେ ଅନ୍ୟକୁ ପ୍ରୋଟେକ୍ଟ କର। ଆଗରୁ କୁହା ହଉଥିଲା ଆତ୍ମାକୁ ଆତ୍ମା ଅବିନାଶୀ ବୋଲି, କିନ୍ତୁ ସେଇ ବାହାନାରେ ଆମେ ହିଂସା କରିବାନି। କିନ୍ତୁ ଏଠି କଣ କୁହାହଉଛି ଜଣେ କ୍ଷତ୍ରିୟ ସେ କାହିଁକି ହିଂସା କରିବ ନା ଯୋଉମାନେ ଏ ରିଲିଜିୟସ ଆକ୍ଟିଭିଟିଜ କୁ ଯୋଉ ପ୍ରୋପାଗାଣ୍ଡା ଅଛି ତାକୁ ବଢାवा ଦଉଛନ୍ତି ତାଙ୍କୁ ତାଙ୍କର ମୂଳୋତ୍ପାଟନ କରିବା ପାଇଁ କ୍ଷତ୍ରିୟ ମାନେ ସବଳ, ତ ସେମାନେ କଣ କରିବା ଦରକାର? ସାକ୍ରିଫାଇସ କରିବା ଦରକାର। ତ ସେଇ ସାକ୍ରିଫାଇସ ଯେତେବେଳେ ନେଚର ଆସୁଛି ସେତେବେଳେ ଜଣକୁ ଏଟା ଗୋଟେ ମହତ କାର୍ଯ୍ୟ। ସାକ୍ରିଫାଇସ କଣ? ବଡିଲି କମ୍ଫର୍ଟ, ଫିଜିକାଲ କମ୍ଫର୍ଟ, ମେଣ୍ଟାଲ କମ୍ଫର୍ଟ, ଏସବୁ ଜିନିଷ ସାକ୍ରିଫାଇସ ଯେତେବେଳେ ଆସିଲେ ଆମେ ଶରୀର ଚେତନାରୁ ଉର୍ଦ୍ଧ୍ୱଗାମୀ ହୁଅନ୍ତି। ତ ଉର୍ଦ୍ଧ୍ୱଂ ଅଛନ୍ତି ସତ୍ୱସ୍ଥା, ଯୋଉମାନେ ସତ୍ୱଗୁଣୀ ରୁହନ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତୁ ସେମାନେ ନେକ୍ସଟ ସ୍ୱର୍ଗ ଇତ୍ୟାଦି ପ୍ରାପ୍ତ ହୁଅନ୍ତି। ତେଣୁ ଗୀତାର ୱିଜଡମ ଅଛି। ଗୀତାର ୱିଜଡମ ନୁହଁ କି କେବଳ ସ୍ୱର୍ଗ ପ୍ରାପ୍ତ ହବା, ସେଥିପାଇଁ କହିଲେ ଏଟା ଶୁଦ୍ଧ ଭକ୍ତିର ଶ୍ଲୋକ ନୁହେଁ ନା ସ୍ୱର୍ଗ ବି ଟେମ୍ପରାରୀ। ତେଣୁ ସେଥିପାଇଁ ମିନିଙ୍ଗଫୁଲ ଡେଷ୍ଟିନେସନ ହେଲା ଆମେ କୃଷ୍ଣଙ୍କର ପ୍ରେମ ପ୍ରାପ୍ତ ହବା ସ୍ପିରିଚୁଆଲ ୱାର୍ଲଡ ରେ ଭଗବାନଙ୍କ ସାଙ୍ଗରେ ରହିକି। ଗୋଟେ ବୁକ୍ ଅଛି, ବହୁତ ଦିନ ତଳେ ମୋର ସେ ବହିଟା କିଣିବାର ବହୁତ ଇଚ୍ଛା ଅଛି କିନ୍ତୁ ମୁଁ ସମ୍ଭବ ମଗେଇ ପାରିନି। ଗୋଟେ ସ୍ପିରିଚୁଆଲ ୱାରିୟର କରିକି ବୁକ୍ ଅଛି, ପରମ ପୂଜ୍ୟ ଭକ୍ତି ତୀର୍ଥ ସ୍ୱାମୀ ଗୁରୁ ମହାରାଜଙ୍କର। ବହୁତ ସୁନ୍ଦର ବହି ସ୍ପିରିଚୁଆଲ ୱାରିୟର। ସ୍ପିରିଚୁଆଲ ୱାରିୟର ମାନେ କଣ? ସେମାନେ ସଫିସିଏଣ୍ଟ ସେମାନେ କଣ କରନ୍ତି? ମାୟାର ବିରୁଦ୍ଧରେ ଯୁଦ୍ଧ କରନ୍ତି। ପ୍ରଭୁପାଦ, ଆମର ଶିଲ ପ୍ରଭୁପାଦ ଯେତେବେଳେ ବିଦେଶରୁ ଆସୁଥିଲେ, ପ୍ରଭୁପାଦ ଦିଗ୍ବିଜୟ ସମ୍ରାଟ, ସାରା ସଂସାରର ମାୟାର ଉପରେ ସେ କଣ ପାଦ ରଖିକି ସେ ଆମକୁ ବାଟ କଢେଇ ନେବା ପାଇଁ ଆସୁଛନ୍ତି। ଦିଗ୍ବିଜୟ ସ୍ପିରିଚୁଆଲ ୱାରିୟର। ସେଥିପାଇଁ ଯିଏ ମେଟେରିଆଲିଜିମ ରୁ ଗୋଟେ ଜୀବକୁ ପ୍ରୋଟେକ୍ଟ କରେ ସେ ବାସ୍ତବରେ ସ୍ପିରିଚୁଆଲ ୱାରିୟର। ତେଣୁ ସେଥିପାଇଁ ପ୍ରଭୁପାଦ ଯଦି ମେଟେରିଆଲ ଲାଇଫ ରୁ ଆମକୁ ଯଦି ପ୍ରୋଟେକ୍ଟ କରୁଛି ସେ ସ୍ୱର୍ଗ ଇତ୍ୟାଦି ପ୍ରାପ୍ତ ହବ। ମେଟେରିଆଲିଜିମ ରୁ ଯିଏ ଆମକୁ ପ୍ରୋଟେକ୍ଟ କରୁଛି ସେ ସ୍ପିରିଚୁଆଲ ୱାର୍ଲଡ ପ୍ରାପ୍ତ ହବ। ଭଗବାନ କହୁଛନ୍ତି ସେ ବ୍ୟକ୍ତି ମୋର ଅତ୍ୟନ୍ତ ପ୍ରିୟ, ଯେ ସ୍ପିରିଚୁଆଲ ୱାରିୟର। ସେଥିପାଇଁ କହିଲି ଏଟା ଗୋଟେ ରିଲିଜିୟସ ଜିନିଷ, ମାନେ ଗୋଟେ କଲଚର ଆମକୁ ବୁଝିବାର ଅଛି କି ଆମେ ସାକ୍ରିଫାଇସ କରିବା। ଡିଭୋଟି ସର୍କଲରେ ସାକ୍ରିଫାଇସ, ଟଲରାନ୍ସ ଏସବୁ ଜିନିଷ ବହୁତ ମହତ୍ଵ ରଖେ। ଆମେ ନିଶ୍ଚୟ ଅନ୍ୟକୁ ଭଲ ପାଇବା, କିନ୍ତୁ ଆମେ କେତେ ଟଲରେଟ କରୁଛେ, ଅନ୍ୟ ପାଇଁ କେତେ ସାକ୍ରିଫାଇସ କରୁଛେ, ଅନ୍ୟର କେତେ ସେବା କରୁଛେ, ତ ଏଇଟା ବହୁତ ମହତ୍ଵ ରଖେ ଗୋଟେ ଡିଭୋଟି ସର୍କଲରେ ଭଲ ରିଲେସନସିପ ରେ ରହିକି ଭଗବାନଙ୍କର ଭକ୍ତି ଟାକୁ ପ୍ରୋତ୍ସାହିତ କରିବା ପାଇଁ ସାଧନ ଭୋଜନ କରିକି। ସେଥିପାଇଁ our spiritual culture raises human from survival of the fittest। ମୁଁ ଏକା କେବଳ ଭକ୍ତିରେ ବଞ୍ଚିବିନି। ଆମେ ଯେତେବେଳେ ଏଇ ଚିନ୍ତା କରୁଛେ ମୁଁ କେମିତି ଭକ୍ତିରେ ବଞ୍ଚିବି, ଏଟା ନିଶ୍ଚୟ ଜରୁରୀ, କିନ୍ତୁ ଯଦି ମୋର ଇଚ୍ଛା ସେତିକି ବ୍ୟକ୍ତ କରିବି କି ମୁଁ ତ ବଞ୍ଚିବି କିନ୍ତୁ ଆସୋସିଏସନରେ ହିଁ ରହିବି, ଯେତେବେଳେ ମୁଁ ଚେଷ୍ଟା କରିବା ଦରକାର ଅନ୍ୟମାନଙ୍କୁ ଡିଭୋଟି ଲାଇନରେ ଇନ୍ସପାୟାର କରିବା ପାଇଁ। ଏଇଟା ସାକ୍ରିଫାଇସ ବାଇ ଦ ଫିଟେଷ୍ଟ। ଯେତେବେଳେ ଆମେ ଅନ୍ୟକୁ ଇନ୍ସପାୟାର କରିବା, ତାଙ୍କର ଇଗୋ ଆମର ଇଗୋ ମ୍ୟାଚ କରିବନି। ସେତେବେଳେ ଆମକୁ କିଛିଟା ସାକ୍ରିଫାଇସ କରିବା ଅଛି, ତା ଦ୍ୱାରା ଆମେ ତାଙ୍କୁ ହେଲ୍ପ କରିପାରିବା, ସେମାନେ ଆସିବେ ଭକ୍ତି ମାର୍ଗ। ତ ଭଲ ଶ୍ଲୋକ ରହିଲା। ପ୍ରଭୁପାଦ ତା ବାର୍ତ୍ତାରେ ମଧ୍ୟ କହିଲେ କି କ୍ଷତ୍ରିୟର ସ୍ୱଧର୍ମ କଣ ଅଛି, ଜୀବ ମାନଙ୍କୁ ସୁରକ୍ଷା ଦେବା। ଆଉ ସୁରକ୍ଷା ଟା ବାସ୍ତବରେ ଯେତେବେଳେ ଆଧ୍ୟାତ୍ମିକ ଜୀବନର ଯୋଉ ବାଧା ଅଛି ସେ ବାଧାରୁ ସୁରକ୍ଷା ଦେବା, ତାହେଲେ ନିଶ୍ଚୟ ଜଣକୁ ଅତି କମ ରେ ସ୍ୱର୍ଗ ଆଣ୍ଡ ମୋର ମିଳିବ। ସ୍ୱର୍ଗ ତ ମିଳିଯିବ କିନ୍ତୁ ସ୍ପିରିଚୁଆଲ ୱାର୍ଲଡ ମିଳିବ। ହରେ କୃଷ୍ଣ। କାହାର କିଛି ପ୍ରଶ୍ନ ଅଛି? ହରେ କୃଷ୍ଣ। କାହାର କିଛି ପ୍ରଶ୍ନ ନାହିଁ? କିନ୍ତୁ ଆଗ କାଳର ଲୋକମାନେ କଣ ଧାର୍ମିକ ଥିଲେ, ରାଜା ମାନେ ଧାର୍ମିକ ଥିଲେ ହେଲା। କିନ୍ତୁ ସେଥିପାଇଁ ତାଙ୍କ ରାଜ୍ୟରେ କେହି ବି ଯଦି ମୃତ୍ୟୁବରଣ କରୁଥିଲେ, ମାନେ ଶହୀଦ ହଉଥିଲେ, ରିଲିଜିୟସ ଡ୍ୟୁଟି ଅନୁସାରେ ରିଲିଜିୟସ ଫାଇଟିଂ କରୁଥିଲେ, ସେତେବେଳେ ସେମାନଙ୍କୁ ସ୍ପିରିଚୁଆଲ ୱାର୍ଲଡ ବି ମାନେ ସ୍ୱର୍ଗ ଇତ୍ୟାଦି ଅତି କମ ରେ ମିଳୁଥିଲା। ଏବେ ତ ରାଜା ମାନେ ଏତେ ସ୍ପିରିଚୁଆଲ ନୁହନ୍ତି ହେଲା, ଈର୍ଷା ଦ୍ୱେଷ ଅଭିମାନକୁ ନେଇକି ସେମାନେ ଯୁଦ୍ଧ କରୁଛନ୍ତି, ଶାରୀରିକ ସୁରକ୍ଷାକୁ ଇମ୍ପୋର୍ଟାନ୍ସ ଦଉଛନ୍ତି।
ଏଥିପାଇଁ କର୍ମର ପ୍ରତିକ୍ରିୟା ଅଛି। ଭଲ ଭଲ ଜିନିଷ ମିଳିପାରିବ, କିନ୍ତୁ ସ୍ୱର୍ଗ ଇତ୍ୟାଦି ଟିକେ ଡିଫିକଲ୍ଟ ହୁଏ। ଠିକ ଅଛି, ଆଉ କାହାର ଏଠି କିଛି ପ୍ରଶ୍ନ ନାହିଁ। ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେବା। ପ୍ରଭୁ ଶିଲ ପ୍ରଭୁପାଦଙ୍କର ଲେକ୍ଚର ସିରିଜ ରୁ ସୁନ୍ଦର ଭାବରେ ବର୍ଣ୍ଣନା କଲେ, ଆଉ ଭାବାର୍ଥର ମଧ୍ୟ ବର୍ଣ୍ଣନା କଲେ। ସେ ଧନ୍ୟବାଦ। ହରେ କୃଷ୍ଣ, ଶିଲ ପ୍ରଭୁପାଦ କି ଜୟ।